Hello, my dear students. Welcome back to my YouTube channel. This is Debjani and you are watching Debjani classes. ପିଲାମାନେ ଆମେ NCERT କ୍ଲାସ୍ 7ର SST ଚାପ୍ଟର 2 ପଢୁଥିଲେ ଅଣ୍ଡରଷ୍ଟାଣ୍ଡିଂ ଦ ୱେଦର। ତ ପାର୍ଟ 1 ପାର୍ଟ 2 ଅଲରେଡି ପଢି ସାରିଛୁ। ଆଜି ଆମେ ପାର୍ଟ 3 ରେ ପଢିବା ୱିଣ୍ଡ। Wind is the movement of air from area of high pressure to area of low pressure। ପିଲାମାନେ ୱିଣ୍ଡ କ'ଣ? ୱିଣ୍ଡ ହେଉଛି ମୁଭମେଣ୍ଟ ଅଫ୍ ଏୟାର, ପବନର ମୁଭମେଣ୍ଟ କୋଉଠୁ ନା ହାଇ ପ୍ରେସର ଏରିଆରୁ low pressure ଏରିଆକୁ। Speed and direction are two important factors when we describe the wind। ଯେତେବେଳେ ଆମେ ୱିଣ୍ଡକୁ ଡେସ୍କ୍ରାଇବ୍ କରିବା ତାର ସ୍ପିଡ୍ ଆଉ ଡିରେକ୍ସନ ହେଉଛି ତାର ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର। ତ ସ୍ପିଡ୍ କେତେ ଅଛି ଆଉ କୋଉ ଡିରେକ୍ସନରେ ୱିଣ୍ଡ ବ୍ଲୋ କରୁଛି ସେ ବିଷୟରେ ଆମେ କହିବା। Think about it. Have you seen seeds like this flying in the wind? ଏଇ ସବୁ ସିଡ୍ ଗୁଡ଼ିକ ତୁମେମାନେ କେବେ ଦେଖିଛ କି? ଏଇ ସବୁ ସିଡ୍ ଗୁଡ଼ିକ ୱିଣ୍ଡରେ ମାନେ ପବନରେ ଉଡୁଥିବାର? ମ୍ୟାକ୍ସିମମ୍ ପିଲାମାନେ ଯୋଉମାନେ ଭିଲେଜରୁ ବିଲଙ୍ଗ କରୁଛ ପ୍ରାୟତଃ ଦେଖିଥିବ। ବଟ୍ ଟାଉନ୍ ପିଲାମାନେ ହୁଏତ ଦେଖିନଥିବେ, ସିଟି ପିଲାମାନେ ହୁଏତ ଦେଖିନଥିବେ। କିନ୍ତୁ ଆମ ସମୟରେ ଏଇ ସବୁ ଗୋଟେ କମନ୍ ଥିଲା। ଏସବୁ ଆକାଶରେ ନିଶ୍ଚିନ୍ତ ଭାବରେ ଉଡୁଥିବା ଆମେ ଦେଖୁଥିଲୁ। ଏଇସବୁ ସିଡ୍ ଗୁଡ଼ିକ, ଏଇଟା କୋଉ ସିଡ୍? କପାର, ଶିମିଳି ତୁଳାର ସିଡ୍, ସେ ମଧ୍ୟ ଉଡୁଥିବାର ଆମେ ଦେଖୁ। ଦେଖ ଏଇଟା ସବୁ। The wind is an important element of the weather। Wind ହେଉଛି weather ଗୋଟେ important element। Its direction and speed help in weather forecasting। weather forecasting ପାଇଁ ଏହାର ସ୍ପିଡ୍ ଆଉ ଡିରେକ୍ସନ ବହୁତ ମାଇନେ ରଖିଥାଏ। ଏୟାର ପାଇଲ ବିସାଇଡ୍ସ, ଏହା ଛଡ଼ା ଏୟାର ପାଇଲଟ୍ସ ଆଣ୍ଡ ସେଲର୍ସ ନିଡ୍ ଟୁ ବି ଆୱେର୍ ଅଫ୍ ୱିଣ୍ଡ ଡାଟା। ଆଉ କ'ଣ ନା ଯୋଉମାନେ ଆମର ଏୟାର ପାଇଲଟ ଅଛନ୍ତି, ମାନେ ଉଡ଼ାଜାହାଜ ଚଲାଉଥିବା ଏବଂ ନାବିକ ମାନେ ସେଲର୍ସ ମାନେ, ସେମାନଙ୍କର ୱିଣ୍ଡର ଡିରେକ୍ସନ ଆଉ ସ୍ପିଡ୍ ଜାଣିବା ନିହାତି ଜରୁରୀ। କାହିଁକି ନା ସେମାନେ ତାଙ୍କୁ ସୁବିଧା ହବ। As the wind has a great influence on flying or sailing। କାହିଁକି ନା ଯେତେବେଳେ ସେମାନେ ଜଳରେ ଜାହାଜ ନେବେ ତ ସେଇଟା ସେଇ ଡିରେକ୍ସନ ଅପୋଜିଟ୍ ଡିରେକ୍ସନରେ ଥିଲେ ସେମାନଙ୍କୁ କ'ଣ କରିବାକୁ ପଡ଼ିବ, ଏବଂ ୱିଣ୍ଡର ସେମ୍ ଡିରେକ୍ସନରେ ଯଦି ସେମାନେ ଯାଉଥିବେ ତାହେଲେ ସେମାନଙ୍କୁ କ'ଣ କରିବାକୁ ପଡ଼ିବ, ସେମାନେ ସେଥିପାଇଁ ଆୱେର୍ ହବା ନିହାତି ଜରୁରୀ। ଆଉ କୋଉମାନେ ନା farmers also use the wind direction to predict where rain might come from। ତ ୱିଣ୍ଡର ଡିରେକ୍ସନ ଦେଖିକି ଫାର୍ମର ମଧ୍ୟ ଆୱେର୍ ହେଇଯାଆନ୍ତି ବର୍ଷା ହବ ବା ହବନି। ବର୍ଷାର ଆଗମନଟା ସେମାନେ ବୁଝିପାରନ୍ତି। Also greater wind speed will cause the soil to dry faster। ଏବଂ ୱିଣ୍ଡର ସ୍ପିଡରୁ ସେମାନେ ମଧ୍ୟ ବୁଝିପାରନ୍ତି ଯେ ତାଙ୍କର ଯାହା ମାନେ ମାଟିଟା କ'ଣ ହୁଏ ନା ଶୀଘ୍ର ଡ୍ରାଏ ହେଇଯିବାର ଚାନ୍ସଟା ଥାଏ, ଶୁଖିଯିବାର ଚାନ୍ସଟା ଥାଏ। So how do we measure this direction and speed? ତାହେଲେ ଆମେ କେମିତି ଏଇ ୱିଣ୍ଡର ସ୍ପିଡ୍ ଆଉ ଡିରେକ୍ସନକୁ ମେଜର କରିବା? ଏଇଟା ତ ଇମ୍ପୋର୍ଟାଣ୍ଟ କଥା ଆସିଗଲା। ୱିଣ୍ଡ ଭେନ୍ ଅର୍ weather vane has a rotating arm। ୱିଣ୍ଡ ଭେନ୍ ଏଇଟା ହେଲା, ମନେ ରଖ, ଇଏ ଗୋଟେ ଇନଷ୍ଟ୍ରୁମେଣ୍ଟ। ୱିଣ୍ଡ ଭେନ୍ और ତାକୁ weather vane ବି କହନ୍ତି, has a rotating arm with a pointer at one end and a tail at the other। ଗୋଟେ ପଟେ ପଏଣ୍ଟର ଲାଗିଥିବ ଆଉ ଗୋଟେ ପଟେ ତାର ଟେଲ୍ ଅଛି। When the wind blows, ଯେତେବେଳେ ପବନ ବହିବ, the tail is pushed and the pointer turns in the direction of the wind। ଟେଲ୍ ପୁସ୍ କରାହେଲେ ପଏଣ୍ଟରଟା କ'ଣ ହେଇଯିବ, ଟେଲ୍ ପୁସ୍ ହେଇଯିବ ଏବଂ ପଏଣ୍ଟର ତାର ଡିରେକ୍ସନକୁ, ତାପରେ ୱିଣ୍ଡର ଡିରେକ୍ସନ ଆମକୁ ସେ ଯୋଉ ପଏଣ୍ଟରଟା ସେ ଦର୍ଶାଇବ। ଇଟ୍ ରେସ୍ପଣ୍ଡସ୍ ଇଭେନ୍ ଟୁ ହାଇ ବ୍ରିଜରେ ମଧ୍ୟ ଏ ରେସ୍ପଣ୍ଡ କରୁଛି। ଏଠି ୱିଣ୍ଡ ଭେନ୍ର ପିକ୍ଚର ଦେଇଛି, ଦେଖିପାରିବା।
The wind vane on the tarmac is called windshock. Wind vane को ये tarmac ଅଛି ତାକୁ ଆମେ କହିବା windshock. It gives pilots an indication of the direction of the wind during takeoff and landing. ପାଇଲଟ କୁ ଯେତେବେଳେ ଲ୍ୟାଣ୍ଡିଂ କରିବାର ଥିବ ବା ଉଡ଼ାଣ କରିବାର ଥିବ ସେତେବେଳେ ଇଏ ହେଲ୍ପ କରେ, ଇଣ୍ଡିକେଟ୍ କରେ। Similar shocks are used in industries that release ash or gases. ଏବଂ ଆଶ୍ ବା ଧୂଆଁ ଏବଂ ଗ୍ୟାସକୁ ରିଲିଜ୍ କରିବାରେ ମଧ୍ୟ ଏଇଭଳିଆ ସବୁ ସକ୍ ସବୁ ଲାଗିଥାଏ, ୱିଣ୍ଡ ସକ୍ ଲାଗିଥାଏ। The simplest instrument to measure the wind direction and speed is the anemometer. ସବୁଠୁ ସିମ୍ପଲ ଇନଷ୍ଟ୍ରୁମେଣ୍ଟ ହେଉଛି ୱିଣ୍ଡର ଡିରେକ୍ସନ୍ ଆଉ ସ୍ପିଡକୁ ମେଜର କରିବା ପାଇଁ ହେଲା anemometer. It has 3 or 4 metal cups, ସେଥିରେ 3ଟା କି 4ଟା metal cups ଲାଗିଥାଏ that rotate up on a vertical shaft when the wind blows. The stronger the wind, the faster the rotation. ଯେତେବେଳେ ପବନ ଜୋର ବହିବ ଏଇ ରୋଟେସନଟା ଜୋର ହେବ। A meter attached at the bottom counts how many times the anemometer spins in a certain period of time. ଆଚ୍ଛା ସେଥିରେ କ'ଣ ଲାଗିଛି ନା ଗୋଟେ ମିଟର ଲାଗିଛି, ସେ କାଉଣ୍ଟ କରେ ଯେତେ ଥର anemometerଟି ରୋଟେସନ୍ କରିବ and calculate the wind speed in kilometers per hour. ତାପରେ ସେଥିରେ କାଲକୁଲେଟ୍ କରି ଦେଖେଇ ଦିଏ ୱିଣ୍ଡର ସ୍ପିଡ୍ କିଲୋମିଟର ପର ଆୱାରରେ। ତ ପିଲାମାନେ ୱିଣ୍ଡ ଭେନ୍ର ପିକ୍ଚର ଆଉ ଆନିମୋମିଟରର ପିକ୍ଚର ଏଠି ଦେଇଛି, ଏଇଟା ହେଲା anemometer, ଏଇଟା ହେଲା wind vane। ନେକ୍ସଟ ଆମେ ପଢ଼ିବା humidity. Humidity is the last element of the weather on our list. ଆମ ଲିଷ୍ଟର weather elementର last ହେଉଛି humidity. It refers to the amount of water vapor present in the air. Humidity means କେତେ ପରିମାଣର water vapor ଏୟାରରେ ରହିଛି ତାକୁ ମେଜର କରିକି ଜଣେଇବା। It also depends on factors like temperature, wind pressure and location. ଏ humidity पर डिपेंड କରୁଛି କାହା ଉପରେ ସବୁ ବିଭିନ୍ନ factors ଉପରେ like temperature, wind, pressure and location। କୋଉ ଏରିଆର କେତେ ପବନ ଅଛି, କେତେ ପ୍ରେସର ଆଟମସ୍ଫେରିକ ପ୍ରେସର ଅଛି, କେତେ ଟେମ୍ପରେଚର ଅଛି ତା ଉପରେ ଡିପେଣ୍ଡ କରୁଛି humidity. Where do you think humidity is likely to be more? କୋଚି ଓ ଜୟପୁର, ତୁମେ କ'ଣ ଭାବୁଛ ହ୍ୟୁମିଡିଟି କୋଉଠି ଅଧିକ ଅଛି, କୋଚି ନା ଜୟପୁରରେ? You might guess that Kochi has higher humidity than Jaipur. ତୁମେ ଗେସ୍ କରିପାର କୋଚିରେ ଅଧିକ ହ୍ୟୁମିଡିଟି ଅଛି ଜୟପୁର ଅପେକ୍ଷା ବିକଜ ଇଟ୍ ଇଜ୍ ଲୋକେଟେଡ୍ ନିୟର ଦ ସି। କାରଣ କୋଚିଟା ସିର ପାଖାପାଖି, ସମୁଦ୍ର ପାଖାପାଖି ଅଛି, ସେଥିପାଇଁ ଏଠି ୱାଟର ଭେପର ଅଧିକ ରହୁଛି। But how will we know for sure? କେମିତି ଆମେ sure ହେଇପାରିବା ଏ କଥାରେ? If we had to compare, ଯଦି ଆମେ compare କରିବା the humidity level between Kochi and Mangaluru, how would we do it? Discuss with your classmates. ତାହେଲେ କେମିତି ଆମେ compare କରିବା ହେଲା? Actually ଏଇଟା ବେଳେବେଳେ ମଧ୍ୟ ଭ୍ୟାରି କରେ, ସି କୋଷ୍ଟରେ ମଧ୍ୟ ହ୍ୟୁମିଡିଟିର କମ୍ ହେଇପାରେ। ତାହେଲେ ଆମେ ଏଇ କ୍ୱେଶ୍ଚିନ୍ ଆନ୍ସର ଯଦି ଆମେ ମେଜର କରିପାରିବା ହ୍ୟୁମିଡିଟି ତାହେଲେ ଆମେ ଆନ୍ସର କ୍ଲିୟରଲି ଦେଇପାରିବା। We can answer these questions more precisely by learning how to measure humidity. Before we moved forward, ଆମେ ଆଗକୁ ଯିବା ପୂର୍ବରୁ we need to remember our science lesson from grade 6 about the states of water. States of water ବିଷୟରେ ମନେ ପକାଅ। This will help us to understand how humidity is measured. Let's remember when water evaporates. ଯେତେବେଳେ water କ'ଣ ହେବ, evaporation ହେବ, ବାଷ୍ପୀଭୂତ
ହବ। It causes a cooling effect. ନିଶ୍ଚିନ୍ତ cooling effect ଥଣ୍ଡା ଲାଗିବ ଟିକେ. If the amount of water in the air is already high, ଯଦି ଏୟାରରେ amount of water high ଥିବ, water evaporates slowly, ତାହେଲେ water କ'ଣ ହବ ନା slowly evaporates ହବ. That is typically the case on a rainy day. ସାଧାରଣତଃ ବର୍ଷା ଦିନେ ଲୁଗାପଟା ଶୀଘ୍ର ଶୁଖେକି କାରଣ ଅଲରେଡି ୱାଟର ଭେପର ଗୁଡ଼ିକ ଏୟାରରେ ମହଜୁଦ ଥାନ୍ତି। ତ କେତେ ଇଭାପୋରେସନ୍ ହବ? ଇଭାପୋରେସନ୍ ସ୍ଲୋଲି ହବ। ହ୍ୟୁମିଡିଟି ଅଫ୍ ଦ ଏୟାର is measured relative humidity. अच्छा ह्यूमिडिटी गोटे एयर ह्यूमिडिटी रिलेटिव ह्यूमिडिटी रे मेजर करा जाए. एयर दैट वुड कंटेन absolutely no water vapor which is impossible in natural condition. एक्चुअली एमिति केबे भी नहीं जे वाटर वेपर एयर रे नथिबो, जीरो वाटर वेपर नथिबो, जहाँ भी वाटर वेपर किछि थिबो is rated at 0%, while air saturated with water vapor will have a humidity of 100%. ଯେତେବେଳେ ଏୟାରରେ saturated ଥିବ water vapor ତେବେ humidity ଥିବ 100%. In practice, dry weather has a relative humidity range between 20% and 40%. Actually ଆମେ ଯେତେବେଳେ dry air ଥାଏ ସେତେବେଳେ humidity କେତେ ଥାଏ ନା 20% to 40% ଥାଏ, while humid weather usually falls between 60% and 80% relative humidity. Think about it. If the humidity in Delhi is at 50% while in Kochi it is 85%, ଯଦି ଦିଲ୍ଲୀରେ ହ୍ୟୁମିଡିଟିଟା 52% ଆଉ କୋଚିରେ 84%, in which of the two places are wet clothes likely to dry faster? ୟା ଭିତରୁ ଚିନ୍ତା କରି କୁହ କୋଉଠି ଶୀଘ୍ର ମାନେ କ୍ଲୋଥ୍ସ ଗୁଡ଼ିକ ତୁମ କପଡ଼ା ଶୀଘ୍ର ଶୁଖିପାରିବ? And where are you likely to sweat more? କୋଉଠି ଅଧିକ ଝାଳ ବୋହିବ? Assuming the temperature is the same in both places, ଦୁଇଟି ଯାକ ଜାଗାରେ ଟେମ୍ପରେଚର ସେମ୍ ଅଛି, ବଟ୍ କୋଉଠି ଅଧିକ ଝାଳ ବାହାରିବ, କୋଉଠି ଶୀଘ୍ର ଲୁଗାପଟା ଶୁଖିଯିବ, ତାକୁ ଚିନ୍ତା କରି କୁହ. But how do we measure such numbers? This is done through one instrument called hygrometer. अच्छा गोटे इन्स्ट्रुमेंटर ना हला अछि हाइग्रोमीटर, द्वारा आम सब मेजर कर. अगेन देयर आर सेवरल टाइप्स ऑफ हाइग्रोमीटर. विभिन्न प्रकार हाइग्रोमीटर्स रही. डिपेंडिंग ऑन द प्रिंसिपल्स दे आर बेस्ड ऑन. द मेजरमेंट ऑफ ह्यूमिडिटी इज द ग्रेट इम्पोर्टेंस इन मेनी इंडस्ट्रियल प्रोसेस. जोटी सब बेसी कलकारखाना रही सेठी ह्यूमिडिटीटाକୁ मेजर करबा मोस्ट इम्पोर्टेंट. तेबे जे अलाउ करा जाउछि इंडस्ट्री को करबा पाई. Such as food processing, museum also monitor humidity as they need to maintain a dry environment to preserve their exhibit. Next पढ़िबा weather station. As you can see, we need several instruments to measure the weather at a particular place and time. जे कि तुमे मन जानिलोनी विभिन्न प्रकार इंस्ट्रूमेंट रही वेदर को मेजर करने गोटे पर्टिकुलर प्लेस आउट टाइम रे. वेदर स्टेशन ब्रिंग्स ऑल दिस इंस्ट्रूमेंट्स टुगेदर. जो वेदर स्टेशन से माने ए सब इंस्ट्रूमेंट को एकाठी रखुଛନ୍ତି, मेकिंग इट इजी टू मेजर एंड ट्रैक द वेदर. जोटा कि से माने वेदर को मेजर करी और ट्रैक करबा तांको पई बहुत इजी होची. रीडिंग अप ऑल द मेजरमेंट्स are taken at regular intervals which helps in mapping and forecasting the weather. सब रीडिंग को से एकाठी करी से फोरकास्ट करि पारुचंती, पाणीपाग विषय सठिक खबर दे पारुचंती. An automated weather station. An automated weather station कौन? An automated weather station by AWS is a self-operating system. ये होची ये कोनोसी माने ह्यूमन बीइंग करबनी, एटा मशीन लागी छी से निजे निजे कर सेल्फ ऑपरेटिंग हवा.
that use various sensors ସେଥିରେ କ'ଣ ଲାଗିଛି ନା ସବୁ ସେନ୍ସର ଲାଗିଛି to measure and record weather ଏ ୱେଦରକୁ ରେକର୍ଡ କରିବା ମେଜର କରି ରେକର୍ଡ କରିବା ପାଇଁ ସବୁ ସେନ୍ସର ଲାଗିଛି such as temperature, humidity, wind speed and direction, precipitation ଏ ସବୁକୁ ମେଜର କରିକି ରେକର୍ଡ କରିବା ପାଇଁ ସେଥିରେ ଲାଗିଛି କ'ଣ ଲାଗିଛି ସେନ୍ସର ଲାଗିଛି such stations are widely used in fields like agriculture এই ସେନ୍ସର ବେଶୀ ଏଗ୍ରିକଲଚରାଲ ଫିଲ୍ଡରେ ଏଭିଏସନ୍ ନାଭିଗେସନରେ ଏନଭାରମେଣ୍ଟାଲ ମନିଟରିଂ ଏସବୁରେ ବହୁତ ୟୁଜ୍ କରାଯାଉଛି ପ୍ରୋଭାଇଡ଼ିଂ ଆକ୍ୟୁରେଟ୍ ଆଣ୍ଡ ଟାଇମଲି ୱେଦର ଇନଫର୍ମେସନ୍ କାହିଁକି ନା ଏଇ ସେନ୍ସର ଆକ୍ଚୁଆଲି ଆକ୍ୟୁରେଟ୍ ଇନଫର୍ମେସନ୍ ଯୋଗାଇ ପାରିବ ୱେଦର ବିଷୟରେ ଡୋଣ୍ଟ ମିସ୍ ଆଉଟ୍ In 2023, the National Disaster Management Authority set up an AWS means automated weather station at the glacial lake of Sikkim. सिक्किमର glacial level ଲଗେଇଥିଲେ at an altitude of more than 4800 meters above sea level. Sea level 4800 ଉପରକୁ ଏଟା ଲାଗିଥିଲା କୋଉଠି ନା ସିକିମର ଗ୍ଲାସିଆଲ ଲେକ୍ରେ ହ୍ରଦରେ The AWS provides early information about upcoming weather conditions, predicting the weather. ଏବେ ଆମେ ୱେଦରକୁ କେମିତି ପ୍ରେଡିକ୍ଟ କରୁଛେ meteorologists collect data using these instruments over long periods of time. They study the data and use scientific methods to try and predict the weather. Such predictions are very important nowadays as climate change make extreme weather uh, such as drought, floods, cyclones. It's more frequently. Accurate predictions helps us to be ready for such events. ଯଦି accurate prediction ହେବ ତାହେଲେ ଆମକୁ ସେ ହେଲ୍ପ କରିବ ଏଇସବୁ ଇଭେଣ୍ଟରୁ ରକ୍ଷା ପାଇବା ପାଇଁ ଆମେ କ'ଣ ପଦକ୍ଷେପ ନେଇପାରିବା କିଭଳି ଭାବରେ ନିଜକୁ ରକ୍ଷା କରିବା ପାଇଁ କ'ଣ ସବୁ ପଦକ୍ଷେପ ଆମେ ନେଇପାରିବା They also enables local government to mobilize resources and prepare for any disaster. ଯାହା ସବୁ ଏମିତି ପ୍ରାକୃତିକ ଦୁର୍ବିପାକ ହେବ ତାକୁ ପାଇଁ ମଧ୍ୟ ସରକାରକୁ ତାଙ୍କର ରିସୋର୍ସେସକୁ ଏକାଠି ରଖି ଲୋକମାନଙ୍କୁ ସହାୟ କରିବା ପାଇଁ ପଦକ୍ଷେପ ନେବାକୁ ସୁବିଧା ହେବ ଆଉ କ'ଣ କରିପାରିବେ ନା ୱେଦର ଏକ୍ସପେକ୍ଟ ଫର୍ ଏକ୍ସାମ୍ପଲ୍ କ'ଣ ସେମାନେ କରିବେ ଷ୍ଟର୍ମି ୱେଦରରେ is expected at sea ବିଶେଷ କରି seaରେ fishermen are warned about venturing out in their boats ଯେତେବେଳେ ସେମାନେ ତାଙ୍କ ଡଙ୍ଗା ନେଇ ଭିତରକୁ ଯାଇଥିବେ ସେମାନଙ୍କୁ ଉଦ୍ଧାର କରିପାରିବେ or an entire coastal area might have to be evacuated if a cyclone is expected ଯଦି ସାଇକ୍ଲୋନ୍ ଥିବ ତାହେଲେ ପୁରା କୋଷ୍ଟାଲ ଏରିଆକୁ ସେମାନେ ଆଉ ଗୋଟେ ଜାଗାକୁ ସ୍ଥାନାନ୍ତରଣ କରିପାରିବେ ଲେଟ୍ସ ଏକ୍ସପ୍ଲୋର discuss in pair ଏକାଠି ହୋଇକି ଡିସ୍କସନ୍ କର different situations in which weather predictions are helpful make a list କୋଉ ସିଚୁଏସନରେ ୱେଦର ପ୍ରେଡିକ୍ସନ୍ ସବୁ ହେଲ୍ପଫୁଲ୍ ହେଇଛି make a list after you have you completed it share it and discuss it with your pair sitting next to you ତୁମ ସାଙ୍ଗ ପାଖରେ ଥିବା ତମ ସେ କ'ଣ ଲେଖିଛି ତୁମେ କ'ଣ ଲେଖିଛ ତାକୁ ଡିସ୍କସନ୍ କର how many different categories of situations have you been able to identify କେତେ ପ୍ରକାର ସିଚୁଏସନ୍ ତୁମମାନେ ଆଇଡେଣ୍ଟିଫାଏ କରିପାରିଲ Look carefully at the map of India above. This map was issued by the India Meteorological Department on 19 May 2024. Study the icons and connect them to the conditions shown on the map. ଏସବୁ କଣ୍ଡିସନ୍ ଗୁଡ଼ିକ ମ୍ୟାପ୍ରୁ ତୁମମାନେ ଦେଖିପାରିବ ଏଇ ମ୍ୟାପ୍ଟା ଦେଇଛି ଦେଖ ୟାକୁ ଭଲ ଭାବରେ ଏକ୍ସପ୍ଲୋର କରିବା ପାଇଁ ଟ୍ରାଏ କର କିଏ କେଉଁ ଜୋନ୍ରେ ରହିଛନ୍ତି ଓକେ ଚାପ୍ଟରଟି ଅଲରେଡ଼ି କମ୍ପ୍ଲିଟ୍ ହେଇଯାଇଛି ଭାବୁଛି ପିଲାମାନେ ବୁଝିପାରିଥିବ
ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ। ନେକ୍ସଟ ପାର୍ଟରେ ଆମେ ଏହାର କ୍ୱେଶ୍ଚିନ୍ ଆନ୍ସର୍ ଭିଡ଼ିଓ କରିବା। ଥ୍ୟାଙ୍କ ୟୁ।